प्रथम आपण ई वीडियो को देखंतु। देखिले ये होचंती हमर प्रिय प्रभु जगन्नाथ। देखंतु कि प्रिय प्रभु जगन्नाथ ओडिसा रे वास करंती एवं से हमको बहुत भल भाव दियंती एवं आमे मध्ये तांको बहुत भल भाव देथौ। तेनु करके हमर प्रति वर्ष थरे रथ यात्रा होई थाए। किंतु आपण के भाबिछंती कि प्रभु जगन्नाथ थाई मध्ये आमे काहे कि गरीब? ଏହା ଉପରେ ଆପଣ କେବେ ଭାବିଛନ୍ତି କି ଓଡ଼ିଶା ଲୋକମାନେ କାହିଁକି ଗରିବ ଭାବିଛନ୍ତି କି? ଦେଖନ୍ତୁ କି ଏହା ଉପରେ ଆଉ ଟିକେ ଗଭୀରକୁ ଯିବା ପୂର୍ବରୁ ଆପଣଙ୍କୁ ମହାନ ବ୍ୟକ୍ତିଙ୍କର କଥା ଟିକେ ମନେ ପକାଇ ଦେଉଛି। ଦେଖନ୍ତୁ କି ଏଇ 4 ଦଶକ ପୂର୍ବରୁ ଓଡ଼ିଶାର ଲୋକପ୍ରିୟ ନେତା ବିଜୁ ପଟ୍ଟନାୟକ ଲୋକସଭାରେ ଥରେ କହିଥିଲେ ଯେ ଓଡ଼ିଶା ହେଉଛି ଏକ ଧନୀ ରାଜ୍ୟ ଯେଉଁଠାରେ ଗରିବ ଲୋକ ବାସ କରନ୍ତି। ଏ କଥା ଆଜି ବି ଠିକ୍ ସେଇ ସତ୍ୟ ହେଇକି ରହିଛି। ତାଙ୍କର ପୁଅ 24 ବର୍ଷ ପର୍ଯ୍ୟନ୍ତ ମାନେ ନବୀନ ପଟ୍ଟନାୟକ 24 ବର୍ଷ ପର୍ଯ୍ୟନ୍ତ ଶାସନ କଲେଣି କିନ୍ତୁ ଓଡ଼ିଶାର ଭଲ ଭାବରେ ପରିବର୍ତ୍ତନ କରିପାରି ନାହାନ୍ତି। କିନ୍ତୁ ଓଡ଼ିଶା ଆଜି ମଧ୍ୟ ଗୋଟେ ଗରିବ ରାଜ୍ୟରେ ତାକୁ ଗଣାଯାଏ। କାହିଁକି? ତାର ବହୁତ ଗୁଡ଼ାଏ କାରଣ ଅଛି। ଯେମିତିକି ଆପଣଙ୍କର ଉଦ୍ୟୋଗ ଏବଂ ପ୍ରତିଷ୍ଠାନ ଅଭାବ ରହିଛି। ଦେଖନ୍ତୁ କି ଓଡ଼ିଶାରେ ବହୁତ ଗୁଡ଼ାଏ କଳକାରଖାନା ନାହିଁ ଯେଉଁଥିରେ କି ଲୋକମାନେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଆନ୍ତି। ସେମିତି ଆପଣ ଦେଖିବେ କି ଓଡ଼ିଶାରେ ଭଲ ଭାବରେ ଶାସନ କରାଯାଏ ନାହିଁ। ଭଲ ନେତା ଆପଣଙ୍କୁ ଓଡ଼ିଶାରେ ଦମଦାର ନେତା ଯିଏକି ରାଜ୍ୟର ଶାସନ ବ୍ୟବସ୍ଥାକୁ ରାଜ୍ୟର ଉନ୍ନତି ବିଷୟରେ ଅଧିକ ଭାବୁଥିବ ସେମିତିକା ନେତା ଆପଣଙ୍କୁ ଏପର୍ଯ୍ୟନ୍ତ ଦେଖିବାକୁ ଆପଣଙ୍କୁ ମିଳିବ ହିଁ ନାହିଁ। ଆଉ ଗୋଟେ କାରଣ ଯୋଉଟା ଅଛି ଦେଖିବେ କି ଓଡ଼ିଶାର ବହୁତ ଗୁଡ଼ାଏ ସମ୍ପଦ ଅଛି ମାନେ ରିସୋର୍ସ ଅଛି ବହୁତ ଗୁଡ଼ାଏ ରିସୋର୍ସ ଅଛି। ସେ ରିସୋର୍ସକୁ ଭଲ ଭାବରେ ସଦୁପଯୋଗ କରାଯାଇ ନାହିଁ ଯେଉଁଥିପାଇଁ ଓଡ଼ିଶାର ଲୋକମାନେ ଆଜି ପର୍ଯ୍ୟନ୍ତ ଗରିବ ଅଟନ୍ତି। ଏବଂ ସବୁଠାରୁ ମୁଖ୍ୟ କାରଣ ଯୋଉଟାକି ସବୁବେଳେ ନବୀନ ପଟ୍ଟନାୟକ ଅବହେଳା କରିଛନ୍ତି ବା ପୂର୍ବତନ ସରକାର ଅବହେଳା କରିଛନ୍ତି ତାହା ହେଉଛି ଆପଣଙ୍କର କୃଷିକୁ ସବୁବେଳେ ଅଣଦେଖା କରିଛନ୍ତି। ଆପଣ ଯଦି କହିବେ କି ନାଇଁ କାଳିଆ ଯୋଜନା କରିଛନ୍ତି, ହଁ କାଳିଆ ଯୋଜନା ଦେବାଟା ବହୁତ ଭଲ ଅଟେ ବହୁତ ଭଲ ନିଷ୍ପତ୍ତି ଅଟେ। କିନ୍ତୁ ଆପଣ କେବେ ଦେଖିଥିବେ ନିହାତି ଆପଣ ନିହାତି ଦେଖିଥିବେ କେନାଲ ଅଛି ଆମ ରାଜ୍ୟରେ ବହୁତ ଅଞ୍ଚଳରେ କେନାଲ ସିଷ୍ଟମ ବ୍ୟବସ୍ଥା କରାଯାଇଛି। ସେଥିରେ କେନାଲ ଅଛି ଗାଁ ଗାଁରେ ଦେଖିବା ଆପଣଙ୍କୁ କେନାଲ ଦେଖିବାକୁ ମିଳିବ କିନ୍ତୁ ସେଥିରେ ଦେଖିବ କି ପାଣି ଦେଖିବାକୁ ମିଳିବ ନାହିଁ। ପାଣି କେତେବେଳେ ଦେଖିବାକୁ ମିଳିବ ଯେତେବେଳେ ପାଣି ଦରକାର ଥିବ ନାହିଁ ସେତେବେଳେ ପାଣି ଆପଣଙ୍କୁ କେନାଲରେ ଦେଖିବାକୁ ମିଳିବ ଏବଂ ଯେତେବେଳେ ପାଣି ଦରକାର ଥିବ ସେତେବେଳେ ଆପଣଙ୍କୁ କେନାଲରେ ପାଣି ଦେଖିବାକୁ ମିଳିବ ନାହିଁ। ଏମିତିକା ବ୍ୟବସ୍ଥା ଆପଣଙ୍କୁ ଓଡ଼ିଶାରେ ଦେଖିବାକୁ ମିଳିବ। ତେଣୁ କରିକି ଆଜି ଓଡ଼ିଶା ଗରିବ ହେଇକି ରହିଛି।